କଟକବାସୀ ସବୁବେଳେ ଭକୁଆ ସୁନା ଚେନ୍ ସୁନା ବ୍ରେସଲେଟ୍ ପିନ୍ଧିକିରି ହିରୋ ହୋଣ୍ଡାରେ ଆସୁଛନ୍ତି ସବୁ କଣ୍ଟ୍ରାକ୍ଚୁଆଲ କର୍ମଚାରୀ 10,000 12,000 ଟଙ୍କାରେ 6 ମାରିଲା ଟୋକା ସେମାନେ ମଟର ପମ୍ପ ଚଲେଇବେ ଜଣ୍ଡିସ ହବନି। ଲୋକ ମରିଗଲେ କଣ ଅଛି? ଏଠି ରାଜନୀତି ଚାଲିବ। ବିଜେପି ବିଜେଡି କଂଗ୍ରେସ ରାଜନୀତି କରିବେ। ଧରିତ୍ରୀକୁ ସ୍ୱାଗତ କରୁଛୁ ବିଶ୍ୱଜିତ। ଆପଣମାନେ ଦେଖିପାରୁଥିବେ ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘର ଆଜି ସେମାନେ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ତେବେ ସାମ୍ବାଦିକ ସମ୍ମିଳନୀ ଡାକିବାର ଗୋଟେ ମୁଖ୍ୟ କାରଣ ଅଛି। ଯଦି କୁହାଯିବ କି ପୂର୍ବରୁ ସରକାର ଯାଉଛି ନୂଆ ସରକାର ମଧ୍ୟ ଆସୁଛି କିନ୍ତୁ ସରକାର ପରିବର୍ତ୍ତନ ହେଉଛି କିନ୍ତୁ ଏ କର୍ମଚାରୀ ମାନଙ୍କର ଯୋଉ କଥା ତଥାକଥିତ ଭାବରେ ତାହା ସେଇଭଳି ଭାବରେ ରହିଯାଇଛି। ଆଉ ସବୁଠୁ ବଡ଼ କଥା ହେଉଛି ଯାହା ସଂଘ ନିଷ୍ପତ୍ତି ନେଇଛି 25 ଫେବୃଆରୀରେ ରାଜରାସ୍ତାକୁ ଓହ୍ଲାଇବ ଏବଂ ଯୋଉ କଥାକୁ ଦୀର୍ଘ ଦିନ ଧରି ନିଜ ଭିତରେ ରଖିଥିଲା ଏବଂ ଯୋଉ ଅସନ୍ତୋଷ ସେମାନଙ୍କ ମନରେ ଥିଲା ତାକୁ ସରକାରଙ୍କ ପାଖରେ ପହଞ୍ଚିବା ପାଇଁ ଟିକେ ଜୋରଦାର ସେଦିନ ଆନ୍ଦୋଳନ କରିବ। ସାର୍ ଟିକେ ଆପଣଙ୍କୁ ଧରିତ୍ରୀକୁ ସ୍ୱାଗତ କରୁଛି ଏବଂ ଆପଣଙ୍କ ପରିଚୟ ଟିକେ ଜାଣିବା ପାଇଁ ଚାହିଁବି ସାର୍। ମନୋଜ କୁମାର ମହାନ୍ତି, ଭାଇସ୍ ଚେୟାରମ୍ୟାନ୍ ଓଡ଼ିଶା ପାଇପ୍ ୱାଟର କର୍ପୋରେସନ। ଏ ପାଇପ୍ ଜଳ କର୍ମଚାରୀ ସଂଘରେ ବର୍ଷ ବର୍ଷ ଧରି ଆମେ ଆପଣଙ୍କୁ ଦେଖି ଆସୁଛୁ ଆପଣଙ୍କ କର୍ମଚାରୀ ସଂଘ। ତେବେ କଣ ରହିଛି କଥା ମନ ଭିତରେ କଣ ଅସନ୍ତୋଷ ରହିଛି ଯୋଉଥିପାଇଁ ଆପଣ ସାମ୍ବାଦିକ ସମ୍ମିଳନୀ ଡାକିଲେ ଏବଂ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲେଇବେ ବୋଲି ମଧ୍ୟ କହୁଛନ୍ତି? ଦୀର୍ଘ 30 ବର୍ଷ ଧରିକିରି ନିରବଚ୍ଛିନ୍ନ ଭାବରେ ଆପଣ ଜାଣିଛନ୍ତି ହୁଡୁହୁଡୁ ହଉ ମହାବାତ୍ୟା ହଉ ଫାଇଲିନ୍ ହଉ କରୋନା ସମୟରେ ଜଳ ଯୋଗାଣ ଗୋଟେ ଏଭଳି ସଂସ୍ଥା ଜନସାଧାରଣଙ୍କର ଓଡ଼ିଶାର 4.5 କୋଟି ଜନସାଧାରଣଙ୍କୁ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଆସୁଛନ୍ତି। ଯୋଉ କର୍ମଚାରୀ ମାନେ ଦୀର୍ଘ 30 ବର୍ଷ ଧରିକି ଅସ୍ଥାୟୀ କର୍ମଚାରୀ ଅଛନ୍ତି ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ଦୀର୍ଘ 24 ବର୍ଷର ନବୀନ ପଟ୍ଟନାୟକ ସରକାର ଆମକୁ ପ୍ରତିଶ୍ରୁତି ଦେଇକରି ବିଫଳତା ହେଲେ ଏବଂ ଏ ନୂଆ ସରକାର ଆସିଲା ପରେ ଆମେ ସମସ୍ତଙ୍କ ପାଖରେ ଦାବିପତ୍ର ଜଣେଇ ଦେଇଛୁ। ମୁଖ୍ୟ ଶାସନ ସଚିବ, ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ମନ୍ତ୍ରୀ ମହୋଦୟ, ପଞ୍ଚାୟତରାଜ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ଅର୍ଥ ବିଭାଗ ଶାସନ ସଚିବ ସମସ୍ତଙ୍କୁ ସାକ୍ଷାତ କରୁଛୁ କିନ୍ତୁ କେହି ଆମ କଥା ନ ଶୁଣିବାରୁ ଆମେ ବାଧ୍ୟ ହୋଇ ଅଶାନ୍ତି ଅସନ୍ତୋଷ ଯୋଗୁଁ ଆମେ ଆସନ୍ତା 25 ତାରିଖ ରାଜରାସ୍ତାକୁ ଓହ୍ଲାଉଛୁ ଏବଂ 25 ତାରିଖ ଦିନ ଯଦି ଜଳ ଯୋଗାଣ ବନ୍ଦ ହୁଏ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବ। ପ୍ରକୃତରେ ଗୋଟେ କଥା ଜାଣିବା ପାଇଁ ଚାହିଁବୁ ଯେତେବେଳେ ଜଣେ ସ୍ଥାୟୀ କର୍ମଚାରୀକୁ ରଖାଯାଉଛି ତାକୁ ତାର ଠିକ ପ୍ରାପ୍ୟ ଦିଆଯାଉଛି ତାର କାର୍ଯ୍ୟକଳାପ ଏବଂ ଅଳ୍ପ ଦରମାରେ ଅନେକ ଗୁଡିଏ ପିଲା ରଖି କଣ୍ଟ୍ରାକ୍ଚୁଆଲ ମାଧ୍ୟମରେ କଥାକୁ ପରିଚାଳନା କରିବା ଭିତରେ ଫରକ ଅଛି ବୋଲି ଭାବୁଛନ୍ତି? ନିଶ୍ଚିତ ଭାବରେ କଣ୍ଟ୍ରାକ୍ଚୁଆଲ କର୍ମଚାରୀ ମାନେ ଏବଂ ଜଣେ ସ୍ଥାୟୀ କର୍ମଚାରୀ ରହିବାରେ ବହୁତ ଆକାଶ ପାତାଳ ଫରକ ଅଛି। ଜଣେ କଣ୍ଟ୍ରାକ୍ଚୁଆଲ କର୍ମଚାରୀକୁ ଯୋଉ ବେତନ ଦିଆଯାଉଛି ସିଏ 400 ଟଙ୍କା ମାତ୍ର ଦୈନିକ ମଜୁରୀ ଦିଆଯାଉଛି। 12,000 ଟଙ୍କାରେ କେହି ସହରାଞ୍ଚଳରେ ଚଳିବା କଷ୍ଟକର ହେଇପଡ଼ିବ। ଜଣେ ସ୍ଥାୟୀ କର୍ମଚାରୀ ସିଏ କର୍ମଚାରୀ ଏବଂ ତାର କାର୍ଯ୍ୟଶୈଳୀ ଉପରେ ଉତ୍ତରଦାୟୀ ରହେ ଯେ ସେ ଚାକିରି କ୍ଷେତ୍ରରେ ଯଦି କିଛି ଅସୁବିଧା କରିବ ତାକୁ କମ୍ପ୍ଲେନ ଆସିବ, ତା ନାଁରେ କୈଫତ ମଗାଯିବ, ତାକୁ ସସ୍ପେଣ୍ଡ କରାଯାଇପାରିବ, ତାକୁ ଡିସମିସ୍ କରାଯାଇପାରିବ। ତା ଚାକିରି ଉପରେ ଗୋଟେ ଉତ୍ତରଦାୟୀ ଥାଏ, ତା କାର୍ଯ୍ୟରେ ଉତ୍ତରଦାୟୀ ଥାଏ, ତା ମନରେ ବହୁତ ଭୟ ରହେ ଚାକିରି ପାଇଁ। ଆଉ ଗୋଟେ କଣ୍ଟ୍ରାକ୍ଚୁଆଲ କର୍ମଚାରୀ ଗୋଟେ କଣ୍ଟ୍ରାକ୍ଟର କୋଉଠୁ ଗୋଟେଇ ଆଣିକିରି ଗୋଟେ କର୍ମଚାରୀ କି ପଠେଇ ଦଉଛି। ଆପଣ ମାନେ ଦେଖିବେ ଯୋଉମାନେ ସବୁ ଅଛନ୍ତି ସୁନା ଚେନ୍ ସୁନା ବ୍ରେସଲେଟ୍ ପିନ୍ଧିକିରି ହିରୋ ହୋଣ୍ଡାରେ ଆସୁଛନ୍ତି ସବୁ କଣ୍ଟ୍ରାକ୍ଚୁଆଲ କର୍ମଚାରୀ 10,000 12,000 ଟଙ୍କାରେ 6 ମାରିଲା ଟୋକା ସେମାନେ ମଟର ପମ୍ପ ଚଲେଇବେ ଜଣ୍ଡିସ ହବନି। ମୁଁ ଚାକିରି କରିଥିଲି ଆଜ୍ଞା, ମୁଁ ଜଣେ ସରକାରୀ ଚାକିରିଆ, ମୋ ଗୋଡରେ ବେଢି ବନ୍ଧା ହେଇଥିଲା, ମୁଁ ଉତ୍ତରଦାୟୀ ଥିଲି। ମଟର ପମ୍ପ ଚଲେଇଲା ବେଳେ ସକାଳ 6ଟାରେ ଆସିକିରି ମଟର ପମ୍ପ ଚଲାଉଥିଲି। ମୋର ଉତ୍ତରଦାୟୀ ଥିଲା। ଯୋଉ କର୍ମଚାରୀଙ୍କର ଉତ୍ତରଦାୟୀ ନଥାଏ ସରକାର ଆଉଟସୋର୍ସିଂ ନାଁରେ ଯୋଉ ଚାଲିଛି ଆଉଟସୋର୍ସିଂ କୁ ପ୍ରୋତ୍ସାହନ ଦଉଛନ୍ତି ସେଟା ଠିକ ନୁହେଁ। ସରକାର ଭାବୁଛନ୍ତି ଆମେ ଅଳ୍ପ ପଇସା ଦବା ଅଧିକ କାମ ହାସଲ କରିବା କାହିଁ ସ୍ଥାୟୀ କରିକି ଅଧିକ ଗୋଟେ ରାଜସ୍ୱ ଖର୍ଚ୍ଚ କରିବା ଏଇ ଚିନ୍ତା? ନିଶ୍ଚିତ ସରକାର ଅଳ୍ପ ପଇସା ଦେଇ ରାଜସ୍ୱ ହାନି ନ କରି ଲୋକଙ୍କୁ ଜଣ୍ଡିସରେ ମାରିବା ଚାହୁଁଛନ୍ତି। ଲୋକ ମରିଗଲେ କଣ ଅଛି? ଏଠି ରାଜନୀତି ଚାଲିବ। ବିଜେପି ବିଜେଡି କଂଗ୍ରେସ ରାଜନୀତି କରିବେ। ମେୟର ଆସିବେ ରାଜନୀତି କରିବେ। ମେୟର କହିବେ ଏଠି ଲୋକ ଜଣ୍ଡିସରେ ମଲେ। ମେୟର ବର୍ତ୍ତମାନ ବିରୋଧୀ ଦଳରେ ଅଛନ୍ତି। ମେୟର ଆସି କହିବେ ଜଣ୍ଡିସ ହେଇଗଲା, କଟକ ସହରରେ ଜଣ୍ଡିସ ହେଇଗଲା, ମେୟର ଜାଣିପାରୁନାହାନ୍ତି। ମେୟର ଯଦି ଆମର କଟକ ମ୍ୟୁନିସିପାଲିଟିର ମେୟର ବହୁତ ପୁରୁଣା ଲୋକ, କଟକ ମାଟିରେ ସେ ଜନ୍ମ ହେଇଛନ୍ତି। ଜଣ୍ଡିସ ହେଲେ ଆଜି ବିରୋଧ କରୁଛନ୍ତି। ଜଣ୍ଡିସ କାହିଁକି ହେଲା? ତାଙ୍କ ଅମଳରେ ତ ପାଇପ ଲାଇନ ପଡିଥିଲା, ତାଙ୍କ ଅମଳରେ ତ ୱାଟକୋ ହେଇଛି, କାହିଁକି ହେଲା ଜଣ୍ଡିସ? କେବଳ କର୍ମଚାରୀ ଅଭାବ। ଆମ ଯୋଉ 10-12ଟି କର୍ମଚାରୀ ଅଛନ୍ତି ସେମାନେ ଛୁଟି ପାଉନାହାନ୍ତି ଏବଂ କାର୍ଯ୍ୟ କରୁଛନ୍ତି ଏବଂ ଯୋଉମାନେ କଣ୍ଟ୍ରାକ୍ଚୁଆଲ କର୍ମଚାରୀ କି ଦଉନ ତମେ ସମାନ କାମକୁ ସମାନ ଦରମା। ଯୋଉ କଣ୍ଟ୍ରାକ୍ଚୁଆଲ କର୍ମଚାରୀ ରଖିଛ
ତାକୁ ସମାନ କାମକୁ ସମାନ ଦରମା ଦିଅ, ତାହେଲେ ମନ ଲାଗିବ ତାଙ୍କର ବି କାମ। ନିଶ୍ଚିତ କାମ କରିବାରେ ମନ ଲାଗିବ ଆଜ୍ଞା। ଯିଏ ଜଣେ ଅଧିକା ପଇସା ପାଇବ ତାରି ସାଙ୍ଗରେ ଜଣେ 40,000 ଟଙ୍କା ପାଇକି କାମ କରୁଛି, ଜଣେ 10,000 ଟଙ୍କା ପାଇକି କାମ କରୁଛି, ଡିଫରେନ୍ସ ନାହିଁ ଆଜ୍ଞା। ରେସ୍ପନ୍ସିବିଲିଟି ରହିବ ଯେ 40,000 ପାଉଛି। ନିଶ୍ଚିନ୍ତ ଯିଏ 40,000 ପାଉଛି ତାର ରେସ୍ପନ୍ସିବିଲିଟି ରହିଛି, ଯିଏ 10,000 ପାଉଛି ତାର ରେସ୍ପନ୍ସିବିଲିଟି ନାହିଁ। ଗୋଟେ କଥା ହଉଛି ଯେତେବେଳେ ଜଣ୍ଡିସ୍ ହଉଛି ସେତେବେଳେ ମେୟର ବିଧାୟିକା ପରସ୍ପର କାଦୁଅ ଫିଙ୍ଗା ଫିଙ୍ଗି ହଉଛନ୍ତି, ରାଜନୈତିକ ସ୍ତରରେ ପରସ୍ପର ଦୋଷ ଦଉଛନ୍ତି, କିନ୍ତୁ ତା ଭିତରେ ଭକୁଆ ହଉଛନ୍ତି କଟକବାସୀ। ନିଶ୍ଚିତ କଟକବାସୀ ସବୁବେଳେ ଭକୁଆ। କଟକ ସହର କୁହନ୍ତୁ, କଟକ ଚୌଦ୍ୱାର କୁହନ୍ତୁ, ଆମର ଯୋଉ ଦିଟା ନିର୍ବାଚନ ମଣ୍ଡଳୀ କଟକ ଭିତରେ ଅଛି, ଇଏ ମାନେ ସବୁବେଳେ ଭକୁଆ। କାହିଁକି ଯେ ଗୋଟେ ସାମାନ୍ୟ କଥା କହିବି, ଜଳ ଯୋଗାଣ ଗୋଟେ ଏଭଳି ସଂସ୍ଥା ଏବଂ ଜଳ ଯୋଗାଣ ଗୋଟେ ଏଭଳି କାର୍ଯ୍ୟ ଆମେ ଠିକ ଭାବେ ଲୋକଙ୍କୁ ଦେଇ ସାରିଲୁଣୁ। 77ତମ ଅଗଷ୍ଟ ଜାନୁଆରୀ 26 ଆମେ କଲେ ସାଧାରଣତନ୍ତ୍ର ଦିବସ। 77 ବର୍ଷ ସ୍ୱାଧୀନତା ପରେ ଆମେ ପ୍ରକୃତରେ ଲୋକଙ୍କୁ ପାଣି ଦେଲୁଣି? ପଚାରନ୍ତୁ ଯେତେ ଲୋକ ବର୍ତ୍ତମାନ ରାଜନୀତି କରୁଛନ୍ତି, କେବଳ ଜଳ ଖାଲି ନୁହେଁ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପାନୀୟ ଜଳ, ଏ ତିନିଟା ଜିନିଷ ଆମେ ଠିକ ଭାବେ ଲୋକଙ୍କ ପାଖରେ ପହଞ୍ଚେଇ ପାରିଲୁ। 24 ଘଣ୍ଟିଆ ପାଣି 24 ଘଣ୍ଟିଆ ପାଣି ସମ୍ପୂର୍ଣ୍ଣ ମିଛ। 24 ଘଣ୍ଟିଆ ପାଣି ସମ୍ପୂର୍ଣ୍ଣ ମିଛ। ସେ ଯୋଉ ଆଶା କରୁଛନ୍ତି ସେଟା ଫରେନ୍ କଣ୍ଟ୍ରିରେ ହୁଏ। 24 ଘଣ୍ଟିଆ ପାଣି, ଏ ଯୋଉ ଇଲେକ୍ଟ୍ରୋନିକ୍ସ ବୋର୍ଡରେ ପାଣି ଯିବ, ଇଏ ଚାବିରେ ପାଣି ଯିବ, ଚାବି ପାଣି ଚାଲିଗଲେ ଚାବି ବନ୍ଦ ହେଇଯିବ, ଏ ଯୋଉ ସ୍ୱପ୍ନ ଆମକୁ ଦେଖେଇକିରି ୱାଟକ କରୁ, କାଳ୍ପନିକ ଚିନ୍ତାଧାରା, ଏଗୁଡାକ ଫରେନ୍ କଣ୍ଟ୍ରିରେ ଚଳିବ। କଟକ ସହରର ଜନସାଧାରଣ, କଟକ ସହରର ଗଳିକନ୍ଦି, କଟକ ସହରର ଯୋଉ ରାସ୍ତା, ତାକୁ ଅନୁଭବ କରିବା ଦରକାର। ଯୋଉଠି କଟକ ସହରରେ ରାସ୍ତା ଯାଇଛି ସେଇଠି ଡ୍ରେନ୍ ଯାଇଛି, ସେଇଠି ଆମ ପାଇପ ଲାଇନ ଯାଇଛି। ଆଉ ତମ ପାଇପ ଲାଇନ ଭିତରେ ଡ୍ରେନ୍ ପାଣି ପଶିବନି ତ କଣ ପଶିବ? ଫାଇନାଲି ଆପଣ 25 ତାରିଖରେ ଯାଉଛନ୍ତି? ନିଶ୍ଚିନ୍ତ ଆଜ୍ଞା, 25 ତାରିଖରେ ଜଳ ଯୋଗାଣ ସାରା ରାଜ୍ୟରେ ବନ୍ଦ ହଉଛି ଏବଂ ଆମେ ସମ୍ପୂର୍ଣ୍ଣ ଗୋଟେ ବିରାଟ ଗଣଧାରଣା କରିବା ପାଇଁ ଆମେ ନିଶ୍ଚିନ୍ତ ନିଷ୍ପତ୍ତି ନେଇଛୁ। ନିଶ୍ଚିତ ଭାବରେ ଆପଣ ଯେମିତି ଶୁଣୁଥିଲେ, ଆମ ସହିତ ଥିଲେ କଟକର ଜଣେ ଅନୁଭବୀ ମଣିଷ ମନୋଜ ବାବୁ। ଆଉ କଥାରେ ଏମିତି କିଛି କଥା କହିଲେ ଯାହାକି ବାସ୍ତବିକ କଥାକୁ ବୁଝାଉଛି, ଯୋଉ କଥା ଗୁଡାକ ସମସ୍ତେ ନଜର ଅନ୍ଦାଜ କରନ୍ତି, ତାକୁ ମନୋଜ ବାବୁ ଆପଣଙ୍କ ସାମ୍ନାକୁ ନେଇ ଆସିଲେ। ତେବେ ଆଗାମୀ ଦିନରେ ଓଡିଶା ପାଇପ ଜଳ କର୍ମଚାରୀ ସଂଘ ତାର ନ୍ୟାର୍ଯ୍ୟ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବ। ଦେଖିବା ପାଇଁ ବାକି ରହିଲା ପୂର୍ବତନ ସରକାର ତ ଗଲେ, ବର୍ତ୍ତମାନ ସରକାର, ଲୋକଙ୍କ ସରକାର କେତେ ତାଙ୍କୁ ଗୁରୁତ୍ୱ ଦେଉଛି। କଟକରୁ ବିଶ୍ୱଜିତ ନାୟକଙ୍କ ରିପୋର୍ଟ, ଧରିତ୍ରୀ ଲାଇଭ। ଏହି ଭିडियोटी आपनको केमिति लागिला कमेंट करि जणांतु। धरित्री लाइव रो यूट्यूब एवं फेसबुक चैनल को सब्सक्राइब करंतु। अधिक खबर पई लॉगिन करंतु www.dharitri.com।